आपे बंचिले बापरना एही लोकवाणीर इंग्राजी होची एव्री मैन फॉर हिमसेल्फ बा आमे कहि परबा सेल्फ बिफोर ऑल किंबा लुकिंग आउट फॉर नंबर वन किंबा आमे कहिबा इफ आई सर्वाइव माय फादर्स नेम लिव्स ऑन। ओडिया रे एही लोकवाणीर अर्थ हेउची अन्य कथा चिंता न करी केवल निज उद्धार वा सुविधा निमित्त रे भाविबा। In English, thinking about oneself without caring for others or the bigger pictures. ଅତି ଲେମ୍ବୁ ଚିପୁଡ଼ିଲେ ପିତା ଏହାର ଅର୍ଥ ହେଉଛି କୌଣସି ଜିନିଷକୁ ଅତିରିକ୍ତ ଭାବରେ ବ୍ୟବହାର କଲେ ତାହାର ଫଳାଫଳ ଖରାପ ହୋଇଥାଏ। ଯଦି ଇଂରାଜୀରେ ଏହାକୁ କହିବା ଟୁ ମଚ୍ ସ୍କୁଇଜିଂ ଅଫ୍ ଏ ଲେମନ୍ ମେକ୍ସ ଇଟ୍ ବିଟର। ଇଫ୍ ୟୁ ଡୁ ସମଥିଙ୍ଗ ଟୁ ମଚ୍ ଇଟ୍ କ୍ୟାନ୍ ହାଭ୍ ଏ ବ୍ୟାଡ୍ ଅର୍ ଅପୋଜିଟ୍ ଇଫେକ୍ଟ। ଅତି ଲେମ୍ବୁ ଚିପୁଡ଼ିଲେ ପିତା ଏହି ଲୋକବାଣୀକୁ ଆମେ ନିମ୍ନ ପ୍ରକାରର ମଧ୍ୟ କହିପାରିବା ଏକ୍ସେସ୍ ଅଫ୍ ଏନିଥିଙ୍ଗ ଇଜ୍ ହାର୍ମଫୁଲ୍ ବା ଆମେ କହିପାରିବା ଟୁ ମଚ୍ ଅଫ୍ ଏ ଗୁଡ୍ ଥିଙ୍ଗ କ୍ୟାନ୍ ବି ବ୍ୟାଡ୍। ଅପାଳକ ରାଜ୍ୟରେ ବିଜୁଳି ଲକ୍ଷେ ଟଙ୍କା ଏହି ଲୋକବାଣୀକୁ ଯଦି ଆମେ ଇଂରାଜୀରେ ଟ୍ରାନ୍ସଲେସନ୍ କରିବା ଏ ଗ୍ଲିମ୍ସ ଅଫ୍ ଲାଇଟିଂ ଇଜ୍ ୱର୍ଥ ଏ ଫର୍ଚ୍ୟୁନ୍ ଇନ୍ ଏ ମୁନଲେସ୍ ନାଇଟ୍। ଏହି ଲୋକବାଣୀକୁ ଆମେ ଇଂରାଜୀରେ କହିଥାଉ ଏ ସ୍କାର୍ସିଟି ଇନକ୍ରିଜେସ୍ ଭ୍ୟାଲୁ। ଆହୁରି ମଧ୍ୟ ଆମେ କହିପାରିବା ଇନ୍ ଦ ଲ୍ୟାଣ୍ଡ ଅଫ୍ ଦ ବ୍ଲାଇଣ୍ଡ ଦ ୱାନ୍ ଆଇଡ୍ ମ୍ୟାନ୍ ଇଜ୍ କିଙ୍ଗ। ଓଡ଼ିଆରେ ଏହାର ଅର୍ଥ ହେଉଛି ଯେଉଁଠି ଯେଉଁଠି ଜିନିଷ ନାହିଁ ସେଠାରେ ସେହି ଜିନିଷର ଆଭାସ ମଧ୍ୟ ବହୁତ ମୂଲ୍ୟବାନ ଲାଗେ। ଏହାର ମିନିଂ ଇଂରାଜୀରେ ହେବ ଇନ୍ ଏ ପ୍ଲେସ୍ ହେୟାର ସମଥିଙ୍ଗ ଇଜ୍ କମ୍ପ୍ଲିଟଲି ଆବସେଣ୍ଟ ଇଭିନ୍ ଦ ସ୍ମଲେଷ୍ଟ ହିଣ୍ଟ ଅଫ୍ ଇଟ୍ ଫିଲ୍ସ ଏକ୍ସଟ୍ରିମଲି ଭ୍ୟାଲୁଏବୁଲ୍। ଅଜଣା ଚାଉଳରେ ଭାତ ରାନ୍ଧିବା ଏହି ଲୋକବାଣୀକୁ ଆମେ ଇଂରାଜୀରେ କ୍ଲୋଜେସ୍ ଏବାଉଟ୍ ଦ ବେସିକ୍ସ କିମ୍ବା ଟ୍ରାଇଂ ଟୁ କୁକ୍ ରାଇସ୍ ୱିଥ୍ ଅନନୋନ୍ ଗ୍ରେନ୍ସ ବା ଆମେ କହିପାରିବା ମେକିଂ ଏ ମାଉଣ୍ଟେନ୍ ଆଉଟ୍ ଅଫ୍ ଏ ମୋଲ୍ ହିଲ୍ ବା ଆମେ ଆହୁରି ମଧ୍ୟ କହିପାରିବା ଷ୍ଟ୍ରଗଲିଂ ୱିଥ୍ ଦ ଅବଭିୟସ୍। ଓଡ଼ିଆରେ ଅର୍ଥ ବୁଝିଲେ ଅତି ସାଧାରଣ ବିଷୟରେ ମଧ୍ୟ ନିଜର ଅଜ୍ଞତା ପ୍ରକାଶ କରିବା। ଇଂରାଜୀରେ ଏହାକୁ ଆମେ କହିଥାଉ ଶୋଇଂ ଇଗ୍ନୋରାନ୍ସ ଆବାଉଟ୍ ଇଭିନ୍ ଦ ସିମ୍ପଲେଷ୍ଟ ଆଣ୍ଡ ମୋଷ୍ଟ କମନ୍ ଥିଙ୍ଗସ୍। ଆପେ ବଞ୍ଚିଲେ ବାପରନା ଏହି ଲୋକବାଣୀକୁ ଆମେ ଇଂରାଜୀର ଏହି ଚାରୋଟି ସେଣ୍ଟେନ୍ସ ରୂପରେ ମଧ୍ୟ କହିପାରିବା। ପ୍ରଥମ ଏଭ୍ରି ମ୍ୟାନ୍ ଫର୍ ହିମସେଲ୍ଫ, ଦ୍ୱିତୀୟରେ ସେଲ୍ଫ ବିଫୋର ଅଲ୍, ତୃତୀୟରେ ହେଉଛି ଲୁକିଂ ଆଉଟ୍ ଫର୍ ନମ୍ବର ଲାଇନ୍ କିମ୍ବା ଇଫ୍ ଆଇ ସର୍ଭାଇଭ୍ ମାଇ ଫାଦର୍ସ ନେମ୍ ଲିଭ୍ସ ଅନ୍। ଓଡ଼ିଆରେ ଏହି ଲୋକବାଣୀର ଅର୍ଥ ବୁଝାଇଲେ ଅନ୍ୟ କଥା ଚିନ୍ତା ନ କରି କେବଳ ନିଜ ଉଦ୍ଧାର ବା ସୁବିଧା ନିମିତ୍ତରେ ଭାବିବା। ଯଦି ଇଂରାଜୀରେ ଏହି ଅର୍ଥକୁ ଆମେ ବୁଝିବା ଥିଙ୍କିଂ ଏବାଉଟ୍ ୱାନସେଲ୍ଫ ୱିଥଆଉଟ୍ କେୟାରିଂ ଫର୍ ଅଦର୍ସ ଅର୍ ଦ ବିଗର ପିକ୍ଚର। ଆୟ ଦେଖି ବ୍ୟୟ ଏହି ଲୋକବାଣୀକୁ ଆମେ ଇଂରାଜୀରେ କହିଥାଉ ସ୍ପେଣ୍ଡ ଆକର୍ଡିଂ ଟୁ ୟୋର ଇନକମ୍ ବା କୋଟ୍ ୟୋର କୋଟ୍ ଆକର୍ଡିଂ ଟୁ ୟୋର କ୍ଲୋଥ୍ କିମ୍ବା ଆମେ କହିଥାଉ ଲିଭ୍ ୱିଥିନ୍ ୟୋର ମିନ୍ସ ବା ଡୋଣ୍ଟ ଷ୍ଟ୍ରେଚ୍ ୟୋର ଲେଗ୍ସ ବିୟଣ୍ଡ ଦ ବେଡ୍। ଓଡ଼ିଆରେ ଏହାର ଅର୍ଥ ବୁଝିଲେ ଖର୍ଚ୍ଚ କରିବା ପୂର୍ବରୁ ଆୟ ଯଥେଷ୍ଟ ଅଛି କି ନାହିଁ ତାହା ଭାବିବା। ଇଂରାଜୀରେ ଏହି ଅର୍ଥକୁ ଯଦି ବୁଝିବା ବି ଇକୋନୋମିକାଲ ଆଣ୍ଡ ସ୍ପେଣ୍ଡ ୱାଇଜଲି ଓନ୍ଲି ଆଜ୍ ମଚ୍ ଆଜ୍ ୟୁ କ୍ୟାନ୍ ଆଫୋର୍ଡ। ଆଗତ ଚଢ଼େଇକି ବେସର ବଟା ଏହି ଲୋକବାଣୀର ଅର୍ଥ ହେଉଛି ହାତକୁ କାମ କିମ୍ବା ଅବସର ଆସିବା ପୂର୍ବରୁ ତାହା ପାଇଁ ପ୍ରସ୍ତୁତ ରହିବା। ଯାହା ଆସିବାକୁ ଯାଉଛି ତାହା ପାଇଁ ପୂର୍ବରୁ ବ୍ୟବସ୍ଥା କରି ରଖିବା। ଉଦାହରଣ ଯେପରି ଯୁଦ୍ଧ ହେବା ପୂର୍ବରୁ ସେନା ଅସ୍ତ୍ର ତିଆରି କରି ରଖେ ଏହିପରି ଆମେ ମଧ୍ୟ ଆଗାମୀ କାମ ପାଇଁ ପ୍ରସ୍ତୁତ ହେବା ଉଚିତ। ଇଂରାଜୀରେ ଆମେ କହିଥାଉ ପ୍ରିପେୟାର ଦ ମୁଷ୍ଟାର୍ଡ ପେଷ୍ଟ ବିଫୋର ଦ ଏନିମି ଆରିଭ୍ ଓର୍ ଗ୍ରାଇଣ୍ଡ ଦ ସ୍ପାଇସେସ୍ ବିଫୋର ଦ ଗେଷ୍ଟ ଆରିଭ୍। ଏହି ଉଦାହରଣକୁ ଆମେ ଇଂରାଜୀରେ କହିଥାଉ ଟୁ ବି ପ୍ରିପେୟାର ଇନ୍ ଆଡଭାନ୍ସ ବିଫୋର ଦ ଆକ୍ଚୁଆଲ ନିଡ୍ ଏରିଜେସ୍। ଇଟ୍ ମିନ୍ସ ଗେଟିଂ ରେଡି ଫର୍ ସମଥିଙ୍ଗ ବିଫୋର ଇଟ୍ ହାପେନ୍ସ ସୋ ଦ୍ୟାଟ୍ ୟୁ ଆର୍ ନଟ୍ କଟ୍ ଅନପ୍ରିପେୟାର। ଆଖୁ କ୍ୟାରିରେ ପଶିବା ଏହି ଲୋକବାଣୀକୁ ଇଂରାଜୀରେ ଆମେ ଏହି ଚାରୋଟି ସେଣ୍ଟେନ୍ସରେ ବୁଝିଥାଉ। ନମ୍ବର ୱାନ୍ ଦ ସୁଗାର କେନ୍ ହାଜ୍ ଫଲେନ୍ ଇନ୍ଟୁ ଦ ଭେଜିଟେବୁଲ ପ୍ୟାଚ୍। ନମ୍ବର ଟୁ କୋଟ୍ ବିଟୁଇନ୍ ଏ ରକ୍ ଆଣ୍ଡ ଏ ହାର୍ଡ ପ୍ଲେସ୍। ନମ୍ବର ଥ୍ରୀ ଆଟ୍ ଏ ଲସ୍ ଫର୍ ହ୍ୱାଟ୍ ଟୁ ଡୁ। ନମ୍ବର ଫୋର୍ ଇନ୍ ଏ ଫିକ୍ସ ବା ଇନ୍ ଏ ଡାଇଲେମା। ଏହି ଲୋକବାଣୀର ଅର୍ଥ ହେଉଛି କୌଣସି କାମ କିମ୍ବା କାର୍ଯ୍ୟରେ ସଠିକ୍ ବିଚାର କରି ନ ପାରିବା, ବ୍ୟବସ୍ଥାହୀନ ଭାବେ କାମ କରିବା ବା ଯେଉଁଥିରେ କ'ଣ କରିବେ କ'ଣ ନୁହେଁ। ଏହି ଅର୍ଥକୁ ଇଂରାଜୀରେ କହିଲେ
to be in a state of confusion or indecision, unable to make proper decision or act wisely in a situation। ଉଦାହରଣ, ଘରେ ବି କହିବାକୁ ଭୟ, ବାହାରେ ବି ଯିବାକୁ ଡର, ଏବେ ସେ ଆଖୁ କିଆରୀରେ ପଡ଼ିଛି। ଏହାକୁ ଯଦି ଇଂରାଜୀରେ ଆମେ କହିବା ହି କାଣ୍ଟ ଡିସାଇଡ୍ whether to take the new job or stay in the old one, he is completely in a dilemma। ଆପଣା ଶିଙ୍ଗରେ ଭୁଇଁ ତାଡ଼ିବା, ଏହି ଲୋକବାଣୀକୁ ମଧ୍ୟ ଆମେ ଇଂରାଜୀର ଏହି 4ଟି ସେଣ୍ଟେନ୍ସ ମାଧ୍ୟମରେ ବୁଝିଥାଉ। ନମ୍ବର 1, ବି ସେଲ୍ଫ ରିଲିଆଣ୍ଟ। ନମ୍ବର 2, ଷ୍ଟାଣ୍ଡ ଅନ୍ ୟୋର ଓନ୍ ଫିଟ୍। ନମ୍ବର 3, ଟେକ୍ ଦ ବୁଲ୍ ବାଇ ଦ ହର୍ନ। ନମ୍ବର 4, ଡ୍ରାଇଭିଂ ଦ ଅର୍ଥ ୱିଥ୍ ୱାନ୍ସ ଓନ୍ ହର୍ନସ୍। ଓଡ଼ିଆରେ ଏହାର ଅର୍ଥ ନିଜ ସାମର୍ଥ୍ୟ ଓ ଶକ୍ତି ଦ୍ୱାରା ନିଜ କାମ କରିବା, ଅନ୍ୟର ଉପରେ ନିର୍ଭର କର ନାହିଁ। ନିଜେ ନିଜ ପାଇଁ ସଂଘର୍ଷ କରିବା ଓ ସଫଳତା ଲାଗି ଉଦ୍ୟମ କରିବା। ଇଂରାଜୀରେ ଏହାକୁ କହିଲେ ଟୁ ରିଲେ ଅନ୍ ୱାନ୍ସେଲ୍ଫ ଟୁ ଆଚିଭ୍ ସମଥିଙ୍ଗ ଥ୍ରୋ ୱାନ୍ସ ଓନ୍ ଇଫର୍ଟ ଆଣ୍ଡ ଷ୍ଟ୍ରେଂଥ ୱିଦାଉଟ୍ ଡିପେଣ୍ଡିଂ ଅନ୍ ଅଦର୍ସ। ଆକାଶ କଇଁଆ ଚିଲିକା ମାଛ, ଏହି ଲୋକବାଣୀକୁ ମଧ୍ୟ ଆମେ ଇଂରାଜୀର ଏହି 4ଟି ସେଣ୍ଟେନ୍ସ ରୂପରେ ବୁଝିଥାଉ। ପ୍ରଥମତଃ, ଲିଭିଂ ଇନ୍ ଏ ଫୋଲ୍ସ ପାରାଡାଇଜ୍ ବା 2, ବିଲ୍ଡିଂ କାଷ୍ଟେଲ୍ସ ଇନ୍ ଦ ଏୟାର। ନମ୍ବର 3, ଚେସିଂ ୱିଲ୍ଡ ଡ୍ରିମ୍ସ। ନମ୍ବର 4, ଏ କ୍ରୋ ଇନ୍ ଦ ସ୍କାଏ କ୍ୟାଚିଂ ଫିସ୍ ଫ୍ରମ୍ ଚିଲିକା। ଏହାର ଓଡ଼ିଆ ଅର୍ଥ ଅସମ୍ଭବ କଥା କଳ୍ପନା କରିବା, ଅର୍ଥାତ୍ ଯାହା ସମ୍ଭବ ନୁହେଁ ସେଥିପାଇଁ ଆଶା କରିବା ବା କଥା କହିବା। ଯଥା, ଆକାଶରେ ଥିବା କଇଁଆ ଚିଲିକା ଝିଲିରେ ଥିବା ମାଛ ପକାଇ ପାରିବ ନାହିଁ, ତେଣୁ ଏହା ଅସମ୍ଭବ କଥା। ଇନ୍ ଇଂଲିଶ, ଟୁ ଇମାଜିନ୍ ଅର୍ ଏକ୍ସପେକ୍ଟ ସମଥିଙ୍ଗ ଦ୍ୟାଟ୍ ଇଜ୍ କମ୍ପ୍ଲିଟଲି impossible or unrealistic. It refers to wishful thinking or daydreaming about something that can never happen. ଆଲ୍ଲା ଦିଅନ୍ତି ତ ଛପର ଫାଡ଼ି ଦିଅନ୍ତି, ଏହି ଲୋକବାଣୀକୁ ଆମେ ଇଂରାଜୀର ଏହି 5ଟି ସେଣ୍ଟେନ୍ସ ରୂପରେ ବୁଝିଥାଉ। When Allah gives, he tears the root to pour it in. When God gives, he gives in abundance. God's grace knows no bounds. When it rains, it pours, ବା ଆମେ କହିପାରିବା ଡିଭାଇନ୍ ବ୍ଲେସିଂ କମ୍ ଇନ୍ ଆବୁଣ୍ଡାନ୍ସ। ଏହି ଅର୍ଥଟି ହେଉଛି ଆଲ୍ଲା ଦିଅନ୍ତି ତ ଛପର ଫାଡ଼ି ଦିଅନ୍ତି ଏହି ଲୋକବାଣୀର ଯଦି ଈଶ୍ୱର କୃପା କରନ୍ତି ତେବେ ମଣିଷ ଅପେକ୍ଷା କରିଥିବା ଠାରୁ ବହୁତ ଅଧିକ ଫଳ, ଧନ, ସିରି, ସଫଳତା ପାଇପାରେ। ଅର୍ଥାତ୍ ଈଶ୍ୱର ଯେତେବେଳେ ଦେବାକୁ ଚାହାନ୍ତି ସେଥିରେ କୌଣସି ସୀମା ନଥାଏ। ଇଂରାଜୀରେ ଏହି ଅର୍ଥକୁ କହିଲେ When God blesses someone, he gives abundantly, beyond expectation. One receives blessing from unexpected or unimaginable sources. ଏହିପରି ଲୋକବାଣୀଗୁଡ଼ିକର ଅର୍ଥ ଓଡ଼ିଆ ଓ ଇଂରାଜୀରେ ଜାଣିବା ପାଇଁ ହେଲେ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଥ୍ୟାଙ୍କସ୍ ଫର୍ ୱାଚିଂ।